କୃଷକଙ୍କୁ ମିଳିବ ବଡ଼ ଉପହାର। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ଉପହାର କଲେ ମୁଖ୍ୟମନ୍ତ୍ରୀ। ଏହି ଜିନିଷରେ ମିଳିବ ଫାଇଦା। କ'ଣ ଅଛି ଅପଡ଼େଟ୍, ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦେନ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଏଣିକି କୃଷକମାନଙ୍କ ପାଇଁ ଫାଇଦା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଣିକି ଚାଷୀମାନଙ୍କ କଷ୍ଟ ଅର୍ଜିତ ଫସଲକୁ ଅଧିକ ଦାମରେ ବିକ୍ରି ହୋଇପାରିବ। କୃଷକଙ୍କ ବିକାଶ ଉନ୍ନତି ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। କୃଷକଙ୍କ ଏକ ବଡ଼ ଦାବି ପୂରଣ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଆଖୁର ମୂଲ୍ୟ ବୃଦ୍ଧି କରିବା ନେଇ ସେ ଘୋଷଣା କରିଛି। ଗତ 7 ବର୍ଷରେ ଆଖୁ ମୂଲ୍ୟରେ ମୋଟ 55 ଟଙ୍କା ବୃଦ୍ଧି ହୋଇଛି। ଉତ୍ତରପ୍ରଦେଶର ଆଖୁ ବିକାଶ ଏବଂ ଦୁଗ୍ଧ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ କହିଛନ୍ତି ଯେ ଆଖୁ ଉତ୍ପାଦନ ହାରରେ କ୍ରମାଗତ ବୃଦ୍ଧି ହେତୁ ମୂଲ୍ୟ ସଂଶୋଧନ ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତି ହୋଇଛି। ବର୍ତ୍ତମାନ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଆଖୁ ଚାଷୀଙ୍କ ଠାରୁ 360ରୁ 375 ଟଙ୍କା ମୂଲ୍ୟରେ ଆଖୁ କ୍ରୟ କରାଯିବ। ଉତ୍ତରପ୍ରଦେଶର ଆଖୁ ଚାଷୀମାନେ ଦୀର୍ଘ ଦିନ ଧରି ମୂଲ୍ୟ ବୃଦ୍ଧି କରିବା ଦାବିରେ ରହିଥିଲେ, ଯାହାକୁ ବର୍ତ୍ତମାନ ଯୋଗୀ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଖୁ ମୂଲ୍ୟ ବୃଦ୍ଧିକୁ ନେଇ ପଶ୍ଚିମ ଉତ୍ତରପ୍ରଦେଶରେ କ୍ରମାଗତ ବିରୋଧ ଓ ଆନ୍ଦୋଳନ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର 2017ରେ କ୍ଷମତାକୁ ଆସିବା ମାତ୍ରେ ଆଖୁ ଦରର 10 ଟଙ୍କାକୁ ବୃଦ୍ଧି କରିଥିଲେ। ଏହାପରେ 2022 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ 25 ଟଙ୍କା ବୃଦ୍ଧି କରିଥିଲେ। ବର୍ତ୍ତମାନ ପୁଣି ଥରେ ଏହାକୁ ସଂଶୋଧନ କରି କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଖୁ ମୂଲ୍ୟ ସ୍ଥିର ସୁପାରିଶ କମିଟି ଏକ ବୈଠକ ହୋଇଥିଲା। ଏହି ବୈଠକ ଉତ୍ପାଦନ ମୂଲ୍ୟ ଦର ବୃଦ୍ଧି କରିବା ପ୍ରସଙ୍ଗ ଉଠାଇଲେ ଆଖୁ ଚାଷୀ। ତେବେ ବୈଠକରେ ଆଖୁ ଚାଷୀ ଏବଂ ଚିନି ମିଲ୍ ଆସୋସିଏସନ ପ୍ରତିନିଧିଙ୍କ ବୟାନ ଦୃଷ୍ଟିରେ ରଖି ମୁଖ୍ୟ ସଚିବ ଶ୍ରୀ ମିଶ୍ର ଏନେଇ ନିଷ୍ପତ୍ତି ନେଇଛନ୍ତି।